লিখনের কাহিনী ଆଜିର ଗଳ୍ପ ଟୁନାଟୁନି ଓ ବାଘ ମାମୁଁ। ବଣ ପାଖରେ ଟୁନାଟୁନିଙ୍କ ଘର। ଦିନେ ସେମାନେ ପିଠା ଖାଇବାକୁ ମନ କଲେ। ଟୁନା ଚାଉଳ ଆଣିଲା, ଟୁନି ବିରି ଆଣିଲା। ଚକୁଳି କରିବାକୁ ଗଲେ, ଦେଖିଲା ବେଳକୁ ଘରେ ଜାଳ ନାହିଁ। ଟୁନା ଜାଳ ଆଣିବାକୁ ବଣକୁ ଗଲା। ବଣରେ ବାଘ ମାମୁଁ କହିଲା, ମୋ ବଣରେ କିଏ ରେ? ଟୁନା କହିଲା, ମୁଁ ଟୁନା, ଜାଳ ନବାକୁ ଆସିଛି। ବାଘ ମାମୁଁ ପୁଣି ପଚାରିଲା, ଜାଳ କଣ କରିବ? ଟୁନା କହିଲା, ଆମେ ଚକୁଳି ପିଠା କରିବୁ। ବାଘ କହିଲା, ମତେ ଦବ? ଟୁନା କହିଲା, ହଉ, ସଞ୍ଜକୁ ଆସିବ। ଟୁନାଟୁନି ପିଠା କଲେ। ଖାଉ ଖାଉ ସବୁତକ ପିଠା ଖାଇଦେଲେ। ଟୁନାଟୁନି ଡରିଗଲେ, ବାଘ ମାମୁଁ ଆସିବ, କଣ ଖାଇବ? ଟୁନାଟୁନି ଘର ଅଗଣା ଆଗରେ ପଡ଼ିଥିବା ଗୋବର କୁଡ଼େଇ ଆଣି ସେଥିରେ ଗୁଡ଼ିବାଲି ମିଶେଇ ତାକୁ ପିଠା କରିଦେଲେ। ବାହାର ଅଗଣାରେ ଆସନ ପକାଇଲେ, ପିଠା ରଖିଲା, ରାଗ ଲଙ୍କା କେତୋଟି ଚକଟି ପାଣି କରି ରଖିଲା। ଟୁନାଟୁନି କବାଟ କିଳି ଘରେ ଲୁଚି ବସିଲେ। ବାଘ ମାମୁଁ ଆସିଲା, ଟୁନାଟୁନିକୁ ଡାକିଲା। କେହି ତ ଡାକ ଶୁଣିଲେ ନାହିଁ। ବାଘ ମାମୁଁ ପିଠା ଖାଇଲା, ତାର ଦାନ୍ତ ରଟ କରି ଭାଙ୍ଗିଗଲା। ଆଉ ଥରେ ପିଠା ଖାଇଲା, ଆଉ କେତେଟା ଦାନ୍ତ ଭାଙ୍ଗିଗଲା। ତାକୁ ଭାରି କାଟିଲା। ସେ ବିକଳରେ ପାଖରେ ଥିବା ପାଣି ପିଇଦେଲା। ରାଗ ପାଣିରେ ତା ପାଟି ଆହୁରି ପୋଡ଼ିଲା। ସେ ଛାଟି ପିଟି ହୋଇ ବଣକୁ ପଳାଇଲା। ଟୁନାଟୁନି ତାଳି ମାରି ନାଚିଲେ। ଲେଖନୀରେ କାହାଣୀ ଗଳ୍ପଟି ଆପଣମାନଙ୍କୁ ଭଲ ଲାଗିଥିଲେ ଭିଡ଼ିଓଟିକୁ ଲାଇକ୍ କରିଦିଅନ୍ତୁ, ସେୟାର କରିଦିଅନ୍ତୁ ଏବଂ ଗଳ୍ପଟି ଭଲ ଲାଗିଥିଲେ କିମ୍ବା ଖରାପ ଲାଗିଥିଲେ ଆପଣମାନେ କମେଣ୍ଟ ଦ୍ୱାରା ଆମକୁ ଜଣାନ୍ତୁ। ଆପଣମାନଙ୍କର କମେଣ୍ଟ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଦର୍ଶକ ବନ୍ଧୁ, ଏମିତି ଭଲ ଭଲ ଗଳ୍ପ ଶୁଣିବାକୁ ଚାହୁଁଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନଟିକୁ ଦବାଇ ଦିଅନ୍ତୁ, ଯାହାଫଳରେ ଭିଡ଼ିଓର ପ୍ରଥମ ନୋଟିଫିକେସନ ଆପଣ ପାଇପାରିବେ। ଦର୍ଶକ ବନ୍ଧୁ, ପୁଣି ଆଉ ଥରେ ଦେଖା ହେବ ଲେଖନୀର କାହାଣୀରେ ଆଉ ଗୋଟେ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ରହୁଛି, ନମସ୍କାର।